ମିକି ଏବେ ତ ଟିକେ ଟିକେ ପବନ ହେଉଛି ଆଉ ସେଇ ପବନରେ ଆମ ଘର କେତେ ଜୋରରେ ହଲୁଛି। ଯଦି ତୁଫାନ ଆସିବ ତାହେଲେ କ'ଣ ହେବ? ମୁଁ ଯାଏ ସାନୁ ଭାଇଙ୍କ ଘରୁ ଦଉଡ଼ି ନେଇ ଆସେ ଆଉ ଆମ ଘରକୁ ଭଲ ଭାବରେ ବାନ୍ଧି ଦିଏ। ହଁ ମାମା, ତୁମେ ଠିକ୍ କହିଛ। ଆମ ଘରକୁ ତୁମେ ଦଉଡ଼ିରେ ଭଲ ଭାବରେ ବାନ୍ଧି ଦିଅ। ତୋଫାନରେ ଆମ ଘର ଆଉ ଉଡ଼ିଯିବନି। ତାପରେ ରିଙ୍କି ଚଢ଼େଇ ସାନୁ କାଉ ଘରକୁ ଚାଲିଯାଏ। ସାନୁ ଭାଇ, ତୁମ ପାଖରେ ତ ଗୋଟିଏ ଦଉଡ଼ି ଅଛି ଯୋଉଟା ତୁମେ ମଣିଷ ପାଖରୁ ଚୋରି କରିକି ଆଣିଥିଲ। କ'ଣ ତୁମେ ତୁମ ଦଉଡ଼ି ମୋତେ ଦେଇପାରିବ? ହେଲେ ରିଙ୍କି, ତୋର ଦଉଡ଼ି କ'ଣ ଦରକାର? ତୁ କ'ଣ କରିବୁ? ସାନୁ ଭାଇ, ଆଗକୁ ତୋଫାନ ଆସିବାକୁ ଯାଉଛି ଆଉ ମୋ ଘର ତ ଏବେଠାରୁ ହଲିଲାଣି। ମୁଁ ଭାବୁଥିଲି ଦଉଡ଼ିରେ ମୋ ଘରକୁ ଭଲ ଭାବରେ ବାନ୍ଧି ଦେଇ ଗଛରେ ବାନ୍ଧି ଦେବି, ଯାହାଫଳରେ ମୋ ଘର ତୋଫାନରେ ଭାଙ୍ଗିବନି। ହଉ ଠିକ୍ ଅଛି ରିଙ୍କି, ମୁଁ ତତେ ଆଣି ଏବେ ଦଉଡ଼ି ଦେଇ ଦେଉଛି। ହେଲେ ମନେ ରଖ, ଆମର ଯେତେବେଳେ ଦଉଡ଼ି ଦରକାର ହେବ ଆମେ ଯାଇ ତୋ ପାଖରୁ ନେଇ ଆସିବୁ। ହଁ ରାନୁ ଭଉଣୀ, ତୁମେ ମୋତେ ଏବେ ଦେଇଦିଅ। ତୋଫାନ ସରିଲା ପରେ ମୁଁ ତୁମ ଦଉଡ଼ି ତୁମକୁ ଆଣି ଦେଇଯିବି। ତାପରେ ରାନୁ କାଉ ଦଉଡ଼ି ଆଣି ରିଙ୍କି ଚଢ଼େଇକୁ ଦେଇଦିଏ। ରିଙ୍କି ଚଢ଼େଇ ଦଉଡ଼ି ନେଇ ତା ଘରକୁ ଚାଲି ଆସେ। ସେ ତା ଘରକୁ ଭଲ ଭାବରେ ବାନ୍ଧି ଦିଏ ଆଉ ସେ ଦଉଡ଼ିକୁ ପାଖରେ ଥିବା ଗୋଟେ ବଡ଼ ଗଛରେ ବାନ୍ଧି ଦିଏ। ମାମା, ତୁମେ ତ ପୁରା କମାଲ କରିଦେଲ। ଏବେ ଆମ ଘର ମଜବୁତ ହେଇଗଲା। ଯେତେ ଜୋରରେ ତୋଫାନ ଆସିଲେ ବି ଆମ ଘର ଆଉ ଉଡ଼ିବନି। ହଁ ମିକି, ଏବେ ଆମର ଆଉ କିଛି ହେଲେ ଚିନ୍ତା ନାହିଁ। ଏମିତି ଦେଖୁ ଦେଖୁ 2 ଦିନ ବିତିଯାଏ। ଏବେ ଜୋର ଜୋରରେ ପବନ ହେବା ଆରମ୍ଭ ହେଇଯାଏ। ବର୍ଷା ହୁଏ, ଜଙ୍ଗଲରେ ତୋଫାନ ଆରମ୍ଭ ହେଇଯାଏ। ବବଲୁ ପାରା ତା ଘର ଭିତରେ ବସି ଝରକା ବାଟେ ଝଡ଼ ତୋଫାନକୁ ଦେଖୁଥାଏ। ସତରେ ଏଇ ଝଡ଼ ତୋଫାନ ତ ବହୁତ ଜୋରରେ ହେଉଛି। ଯାହା ହଉ, ଏଇ ତୋଫାନ ଆସିବା ପୂର୍ବରୁ ମୁଁ ମୋ ଘରକୁ ଭଲ ଭାବରେ ମଜବୁତ କରି ଦେଇଥିଲି। ମୋତେ ଏବେ କିଛି ଚିନ୍ତା କରିବାର ନାହିଁ। ମିଟୁ ଶୁଆ ବି ବହୁତ ଖୁସି ଥିଲା। ସେ ତା ଘରେ ବସି ମକାର ଦାନା ଖାଉଥିଲା। ସେ ବି ତା ଘରକୁ ଭଲ ଭାବରେ ମଜବୁତ କରି ଦେଇଥିଲା। ତାକୁ ବି ଝଡ଼ ତୋଫାନର କିଛି ଚିନ୍ତା ନଥିଲା। ସାନୁ, ଏଇଟା ହେଉଛି ଠିକ୍ ସମୟ ସେଇ ଛୋଟ ଚଢ଼େଇ ସାଙ୍ଗରେ ସବୁ ହିସାବ କିତାବ କରିବାର। ତୁମେ ଯାଅ ଆଉ ସେ ଛୋଟ ଚଢ଼େଇକୁ ଆମ ଦଉଡ଼ି ମାଗିକି ନେଇ ଆସ। ହେଲେ ରାନୁ, ଏବେ ତ ତୋଫାନ ଆରମ୍ଭ ହେଇଛି। ଆମେ ଯଦି ଦଉଡ଼ି ନେଇ ଆସିବା ତା ଘର ଭାଙ୍ଗି ଚୂନା ଚୂନା ହେଇଯିବ। ସାନୁ, ମୁଁ ତ ଏଇ କଥା ଚାହୁଁଛି। ତୁମେ ଜଲ୍ଦି ଯାଅ ଆଉ ସେଇ ଚଢ଼େଇ ପାଖରୁ ଆମ ଦଉଡ଼ି ନେଇ ଚାଲି ଆସ। ସାନୁ କାଉ ତା ସ୍ତ୍ରୀର କଥା ମାନି ଘରୁ ବାହାରି ଯାଏ। ମାମା, ମୋତେ ତ ଭାରି ଡର ଲାଗୁଛି। ଚିଣ୍ଟୁ ଭାଇ, ଡରିବାର କିଛି ନାହିଁ। 2 ଦିନ ପୂର୍ବରୁ ମାମା ଆମ ଘରକୁ ଭଲ ଭାବରେ ଦଉଡ଼ିରେ ବାନ୍ଧି ଦେଇଛି। ତୁମେ ଜମା ଡରନି। ହଁ ପିଲାମାନେ, କିଛି ହେବନି। ତୁମେ 2 ଜଣ ଚିନ୍ତା କରନି। ଠିକ୍ ସେତିକି ବେଳେ ତାଙ୍କ କବାଟକୁ କେହି ଜଣେ ପିଟିବାକୁ ଲାଗେ। ରିଙ୍କି ଚଢ଼େଇ ଯେମିତି ଆସି କବାଟ ଖୋଲିଛି, ବାହାରେ ସାନୁ କାଉ ବସିଥାଏ। ରିଙ୍କି, ରାନୁ ଆମ ଦଉଡ଼ି ମାଗୁଛି। ତୁ ଜଲ୍ଦି ଏଇ ଦଉଡ଼ିକୁ ଖୋଲି ମୋତେ ଦେଇଦେ। ନା ନା ସାନୁ ଭାଇ, ଏବେ ତ ତୋଫାନ ଆରମ୍ଭ ହେଇଛି। ମୁଁ କହିଥିଲି ତୋଫାନ ସରିଗଲା ପରେ ମୁଁ ତୁମ ଦଉଡ଼ି ନେଇ ଦେଇ ଆସିବି। ଦଉଡ଼ି ହେଉଛି ଆମର, ଆଉ ନିଷ୍ପତ୍ତି ତୁ ନେବୁ। ଆମ ଦଉଡ଼ି ଆମକୁ କେତେବେଳେ ଫେରେଇବୁ ସେ କଥା ମୁଁ ଜାଣିନି। ତୁ ଜଲ୍ଦି ଆମ ଦଉଡ଼ିକୁ ଖୋଲି ଆମକୁ ଦେଇଦେ। ନାଇଁ ସାନୁ ଭାଇ, ମୁଁ ଯଦି ଦଉଡ଼ିକୁ ଖୋଲିଦେବି ତାହେଲେ ମୋ ଘର ତ ଭାଙ୍ଗିଯିବ। ମୋ ଘର ଭାରି ଦୁର୍ବଳ। ରିଙ୍କି, ସେ କଥା ମୁଁ ଜାଣିନି। ମୁଁ ତ ଦଉଡ଼ି ନେବାକୁ ଆସିଛି ଆଉ ଦଉଡ଼ି ନେଇକି ହିଁ ରହିବି।
ତାପରେ ସାନୁ କାଉ ଯାଏ ଆଉ ଗଛରେ ବନ୍ଧା ହେଇଥିବା ଦଉଡ଼ିକୁ ଖୋଲି ଦିଏ ଆଉ ତା ଦଉଡ଼ି ନେଇ ସେଠାରୁ ଚାଲିଯାଏ। ମିକି, ଚିଣ୍ଟୁ, ଜଲ୍ଦି ଘର ବାହାରକୁ ଚାଲ, ଆମ ଘର ଏବେ ଭାଙ୍ଗିଯିବ। ସାନୁ କାଉ ତା ଦଉଡ଼ି ଖୋଲିକି ନେଇଗଲା। ଏମିତି ଶୁଣି ଛୁଆମାନେ ତ ବହୁତ ଡରି ଯାଆନ୍ତି। ସତରେ ସାନୁ ଅଙ୍କଲ ଭାରି ଖରାପ। ତାଙ୍କୁ ଯଦି ଏଇ ସମୟରେ ଦଉଡ଼ି ନେବାର ଥିଲା ସେ ଆମକୁ ଦଉଡ଼ି କାହିଁକି ଦେଉଥିଲେ? ତାପରେ ମା ଚଢ଼େଇ ତା ଦୁଇ ଛୁଆଙ୍କୁ ନେଇ ଘରୁ ବାହାରି ଆସେ। ସେ ଗୋଟେ ବଡ଼ ଗଛ ଉପରେ ବସି ପଡ଼େ। ତାଙ୍କ ଘର ତ ବହୁତ ଜୋରରେ ହଲୁଥାଏ। ଦେଖୁ ଦେଖୁ ତାଙ୍କ ଘର ଭାଙ୍ଗିଯାଏ ଆଉ ଘରେ ଥିବା ସବୁ ଦାନା ତଳେ ପଡ଼ିଯାଏ। ମାମା, ଏଇ ଦେଖ, ଆମ ଖାଇବା ବି ସବୁ ତଳେ ପଡ଼ିଗଲା। ଆମ ପାଖରେ ଆଉ କିଛି ନାହିଁ, ନା ଅଛି ଘର ନା ଅଛି ଦାନା। ପିଲାମାନେ, ଆଜି ରାତି ଆମକୁ ଏଇଠି ରହିବାକୁ ହେବ। କାଲି ସକାଳେ ମୁଁ ପୁଣି ଥରେ ଦାନା ଏକାଠି କରି ନେବି। ଆଉ ଗୋଟେ ଗଛ ଉପରେ ଆମେ ଆମ ପାଇଁ ଗୋଟେ ଛୋଟ ବସା ବନେଇ ଦେବା। ମା ଚଢ଼େଇ ତା ପରରେ ଦୁଇ ଛୁଆଙ୍କୁ ଲୁଚେଇ ଦିଏ। ଗଛ ଉପରେ ବସିଥାଏ। ଝରକା ବାଟେ ରାନୁ କାଉ ଏସବୁ ଦେଖି ଭାରି ଖୁସି ହେଉଥାଏ। ସାନୁ, ଦେଖ, ସେଇ ଛୋଟ ଚଢ଼େଇ କେମିତି ତା ଛୁଆମାନଙ୍କୁ ଧରିକି ବସିଛି। ରାନୁ, ମୁଁ ଯେତେବେଳେ ଚଢ଼େଇକୁ ଦଉଡ଼ି ମାଗିବାକୁ ଯାଇଥିଲି ସେ ତ କାନ୍ଦୁଥିଲା। ସେ ଜାଣି ସାରିଥିଲା ମୁଁ ଦଉଡ଼ି ନେଇଗଲେ ତା ଘର ଭାଙ୍ଗି ଚୂନା ହେଇଯିବ। ସେଇ ରାତି ପାହିଯାଏ। ପରଦିନ ସକାଳୁ ସକାଳୁ ସାନୁ ଆଉ ରାନୁ କାଉ ରିଙ୍କି ଚଢ଼େଇର ଭାଙ୍ଗି ଯାଇଥିବା ଘର ପାଖକୁ ଚାଲି ଆସନ୍ତି ଆଉ ଦାନା ସବୁ ଏକାଠି କରିଦିଅନ୍ତି। ସାନୁ ଭାଇ, ଏ କ'ଣ? ଏ ଦାନା ତୁମେ ନିଅନି, ଏ ଦାନା ମୋର। ତୁମେ ଯଦି ଏଇ ଦାନା ନେଇଯିବ ତାହେଲେ ମୋ ଛୁଆମାନେ କ'ଣ ଖାଇବେ? ଚଢ଼େଇ, ଦାନା ତ ତଳେ ପଡ଼ିଛି, ଆଉ ଦେଖା ତୋ ନାଁ ଏଇ ଦାନାରେ କୋଉଠି ଲେଖା ହେଇଛି। ଚଢ଼େଇ ମାନେ ତ ତଳେ ପଡ଼ିଥିବା ଦାନା ଗୋଟେଇ ଖାଆନ୍ତି। ଆମେ ଏବେ ଯାଉଛୁ। ସାନୁ ଆଉ ରାନୁ କାଉ ଦାନା ନେଇ ତାଙ୍କ ଘରକୁ ଫେରୁଥିଲେ। ମିଟୁ ଶୁଆ ଆଉ ବବଲୁ ପାରା ସେମାନଙ୍କୁ ଅଟକାଇ ଦିଅନ୍ତି। ଆରେ ସାନୁ, ଏତେ ବର୍ଷାରେ ତୁ ଏ ଦାନା କୋଉଠୁ ଆଣିଲୁ? ରିଙ୍କି ଚଢ଼େଇର ଘର ଭାଙ୍ଗି ଯାଇଛି ଆଉ ତା ରଖିଥିବା ସବୁ ଦାନା ତଳେ ପଡ଼ିଛି। ତୁମେ ବି ଯାଅ ଆଉ ଦାନା ନେଇ ଆସ। ଯଦି ସେଇ ଛୋଟ ଚଢ଼େଇ ତୁମକୁ ରୋକିବାକୁ ଚେଷ୍ଟା କରେ ତୁମେ ତାକୁ କହିବ ତଳେ ପଡ଼ିଥିବା ଦାନା ଉପରେ କାହାର ଅଧିକାର ନାହିଁ। ଯିଏ ପାଇବ ଦାନା ହେଉଛି ତାହାର। ମିଟୁ ଶୁଆ ଆଉ ବବଲୁ ପାରା ବି ଜଲ୍ଦି ଜଲ୍ଦି ଉଡ଼ି ଯାଆନ୍ତି। ତଳେ ପଡ଼ିଥିବା ଦାନାକୁ ଏକାଠି କରି ନିଅନ୍ତି। ରିଙ୍କି ଚଢ଼େଇ କାନ୍ଦୁଥାଏ। ନିଅନି, ଏ ଦାନା ହେଉଛି ମୋର। ମୋ ଘର ଭାଙ୍ଗିଗଲାରୁ ଦାନା ତଳେ ପଡ଼ିଯାଇଛି। ମୋ ଛୁଆମାନେ କ'ଣ ଖାଇବେ? ତୁମର ଯଦି ଦାନା ଦରକାର ତୁମେ ଆଉ କୋଉଠୁ ଯାଇ ଖୋଜ। ଚଢ଼େଇ ଭଉଣୀ, ଯୋଉ ଦାନା ତଳେ ପଡ଼ିଥାଏ ସେଇ ଦାନା ଉପରେ ସମସ୍ତଙ୍କର ଅଧିକାର ଥାଏ। ଏଇଟା ହେଉଛି ଜଙ୍ଗଲର ନିୟମ। ଏମିତି କହି ମିଟୁ ଶୁଆ ଆଉ ବବଲୁ ପାରା ବି ସେଠାରୁ ଚାଲି ଯାଆନ୍ତି। ମାମା, ସମସ୍ତେ ଆମକୁ ଏକା କରିଦେଲେ। ଅସୁବିଧା ବେଳେ କେହି ବି ଆମ ସାଙ୍ଗରେ ଛିଡ଼ା ହେଲେନି। ମିଟୁ ଅଙ୍କଲ ଆଉ ବବଲୁ ଅଙ୍କଲ ବି ସାନୁ ଅଙ୍କଲଙ୍କ ପଟିଆ ହେଇଗଲେ। କାଲି ପର୍ଯ୍ୟନ୍ତ ସେଇ ଦୁଇ ଜଣ ତୁମର ବହୁତ ଭଲ ସାଙ୍ଗ ଥିଲେ। ପିଲାମାନେ, କ'ଣ ତୁମେ ଦୁଇ ଜଣ ଏ ବର୍ଷାରେ ଉଡ଼ି ପାରିବ? ହଁ ମାମା, ଆମେ ଦୁଇ ଜଣ ବର୍ଷାରେ ଉଡ଼ି ପାରିବୁ। ତାପରେ ରିଙ୍କି ଚଢ଼େଇ ତା ଦୁଇ ଛୁଆଙ୍କୁ ନେଇ ସେଠାରୁ ଉଡ଼ିଯାଏ। ଉଡ଼ି ଉଡ଼ି ସେ ବହୁତ ଦୂରକୁ ଚାଲି ଆସେ। ତୁମେ ଦୁଇ ଜଣ ଏଇଠି ବସ। ଏଠି ବର୍ଷା ଟିକେ କମ୍ ପଡ଼ୁଛି। ସେ ପର୍ଯ୍ୟନ୍ତ ମୁଁ ଏଇ ଗଛ ଉପରେ ଆମ ପାଇଁ ଗୋଟିଏ ବସା ତିଆରି କରିଦେଉଛି। ପିଲାମାନଙ୍କୁ ସେଇଠି ବସେଇ ଦେଇ ମା ଚଢ଼େଇ ଘାସ କୁଟା ଏକାଠି କରିବାକୁ ଉଡ଼ିଯାଏ। ଆରେ, ମୋତେ ତ ଏମିତି ଲାଗୁଛି ଯେମିତି ଶିକାର ଚାଲି ଚାଲି ମୋ ଘରକୁ ଆପେ ଆପେ ଆସୁଛି।
ଚିଲା ସେଠାକୁ ଉଡ଼ି ଆସେ ଆଉ ମିକି ଚିଣ୍ଟୁ ସାମ୍ନାରେ ବସି ପଡ଼େ। ଚିଲାକୁ ଦେଖି ରିଙ୍କି ଚଢ଼େଇ ଜଲ୍ଦି ଫେରି ଆସେ ଆଉ ତା ଛୁଆମାନଙ୍କ ଆଗରେ ଯାଇ ବସି ପଡ଼େ। ମୁଁ ଭାରି ଦୁଃଖୀ, ଝଡ଼ ପବନରେ ମୋ ଘର ଭାଙ୍ଗିଗଲା, ମୋ ଦାନା ସବୁ ନଷ୍ଟ ହେଇଗଲା। ଛୁଆମାନଙ୍କୁ ନେଇ ମୁଁ ଏଠାକୁ ଆସିଛି, ମୋ ଛୁଆମାନଙ୍କୁ ଛାଡ଼ି ଦିଅ। ଚଢ଼େଇ, ମୁଁ ଭଲ ଭାବରେ ଜାଣିଛି ବର ଗଛରେ ତୋର ଗୋଟିଏ ଭଲ କାଠର ଘର ଅଛି। ତୁ ଏଠାକୁ ଦାନା ଖୋଜିବାକୁ ଆସିଛୁ। ମୋ ମାମା ସତ କହୁଛନ୍ତି, ତାଙ୍କ ସାଙ୍ଗମାନେ ତାଙ୍କ ସାଥ ଛାଡ଼ିଦେଲେ, ଆମ ଘର ଭାଙ୍ଗିଗଲା। ମାମା ଆମକୁ ନେଇ ଏଠାକୁ ଚାଲି ଆସିଛନ୍ତି। ତୁମେ ଯଦି ଆମକୁ ଖାଇଦେବ ତାହେଲେ ଆମ ମାମା ବଞ୍ଚି ଥାଉ ଥାଉ ମରିଯିବେ। ତାଙ୍କୁ ତୁମେ ଛାଡ଼ିଦିଅ। ଚିଲା ଆଣ୍ଟି, ତୁମର ବି ଛୋଟ ଛୋଟ ଛୁଆ ଥିବେ। ଯଦି ତୁମ ଛୁଆକୁ କିଏ ଖାଇଦେବ ତାହେଲେ ତୁମକୁ କେମିତି ଲାଗିବ? ଆମକୁ ଛାଡ଼ିଦିଅ। ଛୁଆମାନଙ୍କର କଥା ଶୁଣି ଚିଲା ଭାବିବାକୁ ଲାଗେ। ଦୁଷ୍ଟ ଚଢ଼େଇମାନେ, କୁହ ମୋ ଛୁଆ କେଉଁଠି ଅଛି? ତୁମେ ମୋ ଛୁଆକୁ କେଉଁଠି ଲୁଚେଇଛ? ମୁଁ ଏକା ନୁହଁ, ମୋ ସାଙ୍ଗ 10 ଜଣ। ଆମେ ସମସ୍ତେ ତ ଛୁଆକୁ ମାରି ପିଇଦେଲୁ। ନା ନା, ତୁମେମାନେ ଏମିତି କାହିଁକି କଲ? ତୁମେମାନେ ଭାରି ଖରାପ, ଭାରି ଦୁଷ୍ଟ। ଏମିତି ଭାବି ଚିଲା ଆଖିରେ ତ ଲୁହ ଆସିଯାଏ। ତାକୁ ତା ପୁଅ କଥା ଭାରି ମନେ ପଡ଼େ। ଚଢ଼େଇ, ମୁଁ ତ ଦୁଃଖ ବୁଝିପାରୁଛି। ମୁଁ ତ ଛୁଆମାନଙ୍କୁ ଖାଇବିନି। ତୁ ମୋ ସାଙ୍ଗରେ ମୋ ଘରକୁ ଚାଲେ। ଚିଲା ଆଖିରେ ଲୁହ ଦେଖି ରିଙ୍କି ଚଢ଼େଇ ତା ଉପରେ ବିଶ୍ୱାସ କରେ ଆଉ ତା ସାଙ୍ଗରେ ତା ଘରକୁ ଚାଲି ଆସେ। ନେ ଚଢ଼େଇ, ଏଇ ମକାର ଦାନା ତୁ ଖା ଆଉ ତୋ ଛୁଆମାନଙ୍କୁ ବି ଦେ। ସତରେ ଚିଲା ଦିଦି, ସମସ୍ତେ କୁହନ୍ତି ତୁମେ ଭାରି କଠୋର, ହେଲେ ମୁଁ ଆଜି ଦେଖିଲି ତୁମ ହୃଦୟ ବହୁତ ଭଲ। ଏ ସମୟରେ ଆମ ସାଙ୍ଗମାନେ ଆମକୁ ଛାଡ଼ି ଚାଲିଗଲେ ଆଉ ତୁମେ ଆମକୁ ସାହାଯ୍ୟ କଲ। ଚଢ଼େଇ, ତୁ ନେ ଏସବୁ ଖାଇଦେ। ମୁଁ ଯାଉଛି ଶିକାର କରିବାକୁ। ତୁ ତ ଜାଣିଛୁ ମୁଁ ବି ତୁମରି ଭଳି ଚଢ଼େଇ। ମୁଁ ଯଦି ନ ଖାଇବି ତାହେଲେ ବଞ୍ଚିବି କେମିତି? ରିଙ୍କି ତ ଏଇ ଜଙ୍ଗଲ ଛାଡ଼ି ଚାଲି ଯାଇଛି। କିଛି ନୁହଁ, ଏଇ ସାଙ୍ଗସାଥି ସବୁ ମିଛ। ଭଲ ହେଇଛି ତୁମେ ତାଙ୍କ ଦାନା ନେଇ ଆସିଥିଲ, ନହେଲେ ଏପର୍ଯ୍ୟନ୍ତ ଆମେ 4 ଜଣ ଭୋକରେ ଥାନ୍ତେ। ହେଲେ ମିଟୁ, ଆମେ ଏସବୁ କିଛି ଠିକ୍ କଲେନି। ସେ ଥିଲା ଆମର ପିଲାଦିନର ସାଙ୍ଗ। ବବଲୁ, ଖାଇଲା ବେଳକୁ ତୁ ଭଲ ଭାବରେ ଖାଇଦେଲୁ ଆଉ ଏଠି ବସି ଭାଷଣ ମାରୁଛୁ। ଅଧିକା ଗପିବୁ ଯଦି ତୋ ଅବସ୍ଥା ବି ସେଇ ଚଢ଼େଇ ଭଳିଆ କରିଦେବୁ। ସେଇ 4 ଜଣ ବସି ଏମିତି କଥା ହେଉଥାନ୍ତି। ଦୂରରେ ବସି ଚିଲା ଏସବୁକୁ ଦେଖୁଥାଏ। ମୁଁ ତ ଆଜି ଏମିତି ଜାଲ ପକେଇବି, ଏଇ ସମସ୍ତେ ମୋ ଜାଲରେ ଫସିଯିବେ। ମୋତେ ଆଉ ମାସେ ପର୍ଯ୍ୟନ୍ତ ଖାଇବାର କିଛି ହେଲେ ଚିନ୍ତା କରିବାକୁ ପଡ଼ିବନି। ତାପରେ ଚିଲା ଉପରୁ ଜାଲ ପକାଏ। ସେଇ 4 ଜଣ ଜାଲରେ ଫସି ଯାଆନ୍ତି। ଆରେ, ଆମକୁ କିଏ ବଞ୍ଚାଅ, ଆମେ ତ ଏଇ ଜାଲରେ ଫସିଗଲୁ। ମୁଁ କ'ଣ କରିବି ରାନୁ, ମୁଁ ବି ଏଇ ଜାଲରେ ଫସି ଯାଇଛି। ଆରେ, ଏସବୁ କିଏ କରିଛି? ଶିକାରୀ ତ ଏମିତିକା ପାଗରେ ବାହାରକୁ ଆସେନି। ମିଟୁ, ଏସବୁ ମୁଁ କରିଛି। ଏମିତିକା ପାଗରେ ମୋତେ ଚଢ଼େଇଙ୍କ ମାଂସ ଖାଇବାକୁ ଭାରି ଭଲ ଲାଗେ। ଏବେ ମୁଁ ତୁମ ସମସ୍ତଙ୍କୁ ମାରିକି ଖାଇବି। ତାପରେ ଚିଲା ସେମାନଙ୍କୁ ନେଇ ତା ଘରକୁ ଚାଲି ଆସେ ଆଉ ଗୋଟେ କୋଣରେ ରଖିଦିଏ। ସେମାନେ ସବୁ ଚିଲା ଘରେ ରିଙ୍କି ଚଢ଼େଇକୁ ଦେଖି ଆଶ୍ଚର୍ଯ୍ୟ ହେଇଯାଆନ୍ତି। ରିଙ୍କି, କ'ଣ ତତେ ଚିଲା ବି ଖାଇବାକୁ ନେଇକି ଆସିଛି? ଚଢ଼େଇ, ଏଇ ଚିଲା ତ ତତେ ପ୍ରଥମେ ଖାଇବ, ତାପରେ ଯାଇ ଆମକୁ ଖାଇବ। ନାଇଁ, ଚିଲା ଦିଦି ତ ମୋର ସାଙ୍ଗ। ମୁଁ ତାଙ୍କ ଘରେ କିଛି ଦିନ ରହିବାକୁ ଆସିଛି। ଚିଲା ଦିଦି ତୁମ 4 ଜଣଙ୍କୁ ଗୋଟିଏ ଗୋଟିଏ କରି ଖାଇବେ।
ରିଙ୍କି ପାଟିରୁ ଏମିତି କଥା ଶୁଣି ସେମାନେ ସମସ୍ତେ କାନ୍ଦିବାକୁ ଲାଗନ୍ତି ଆଉ ରିଙ୍କି ଚଢ଼େଇକୁ ଅନୁରୋଧ କରନ୍ତି ସେମାନେ ତାକୁ ଚିଲ କବଳରୁ ଉଦ୍ଧାର କରନ୍ତୁ। ଚଢ଼େଇ, ତୁ କ'ଣ ଏମାନଙ୍କୁ ଜାଣିଛୁ? ହଁ ଚିଲ ଦିଦି, ଏମାନେ ସବୁ ମୋର ସାଙ୍ଗ ଥିଲେ, ହେଲେ ଅସୁବିଧା ବେଳେ କେହି ହେଲେ ବି ମୋତେ ସାହାଯ୍ୟ କଲେନି। ମୁଁ ତୁମ ସମସ୍ତଙ୍କୁ ଛାଡ଼ି ଦେଉଛି କାହିଁକି ନା ତୁମେ ଏଇ ଚଢ଼େଇର ସାଙ୍ଗ। ଏବେ ତୁମେ ସମସ୍ତେ ଯାଇପାର। ତାପରେ ଚିଲ ଦିଦି ସେମାନଙ୍କୁ ଛାଡ଼ି ଦିଏ। ସେମାନେ ସମସ୍ତେ ଗୋଟିଏ ଗୋଟିଏ କରି ରିଙ୍କି ଚଢ଼େଇକୁ କ୍ଷମା ମାଗନ୍ତି ଆଉ ସେଠାରୁ ଚାଲିଯାଆନ୍ତି। ସତରେ ଆମେ ରିଙ୍କି ଭଳି ଗୋଟେ ସାଙ୍ଗକୁ ହରେଇ ଦେଲେ। ହଁ ମିଟୁ, ତୁ ଠିକ୍ କହିଛୁ। ଆମେ ସେଇ ଚଢ଼େଇକୁ କେତେ ହଇରାଣ କଲେ, ତଥାପି ସିଏ ଆମ ଜୀବନ ବଞ୍ଚେଇଲା। ସାଙ୍ଗମାନେ, ଆଜିର ପ୍ରଶ୍ନ, ରିଙ୍କି ଚଢ଼େଇ କାହା ଘରୁ ଦଉଡ଼ି ମାଗିକି ଆଣିଥିଲା? ଏ କାଉ ଘରୁ, ବି ପାରା ଘରୁ, ସି ଶୁଆ ଘରୁ, ଡି ଚିଲ ଘରୁ? ଉତ୍ତର କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।